ଆପଣ ଝିଅ ସହିତ କଥା ପାଇଁ ଚାହୁଁଛନ୍ତି କିନ୍ତୁ ଭୟ ବା ହେଜିଟେସନ୍ କିମ୍ବା କ'ଣ କହିବେ ଜାଣିପାରୁନାହାନ୍ତି ବା ବୁଝିପାରୁନାହାନ୍ତି, ତେବେ ଏହି ଭିଡ଼ିଓ ଖାସ୍ ଆପଣଙ୍କ ପାଇଁ। କାରଣ ଠିକ୍ ଭାବରେ କଥା ହେଲେ ଆପଣ ତାଙ୍କର ଆଟେନସନ୍ ସହିତ ଆପଣ ତାଙ୍କର ଇଣ୍ଟରେଷ୍ଟକୁ ମଧ୍ୟ ଜିତିପାରିବେ। ପ୍ରଥମ କଥା ହେଉଛି କି ଆପଣ ଯେମିତି ଅଛନ୍ତି ସେମିତି ରୁହନ୍ତୁ। ଅଧିକ ଇମ୍ପ୍ରେସ୍ କରିବାକୁ ଚେଷ୍ଟା କଲେ ଆପଣ ତାଙ୍କ ସାମ୍ନାରେ ଏହା ଲାଗିବେ କି ଆପଣ ତାଙ୍କୁ ଇମ୍ପ୍ରେସ୍ କରିବା ପାଇଁ ଚେଷ୍ଟା କରୁଛନ୍ତି। ଝିଅମାନେ ସିମ୍ପଲ୍ ଏବଂ ଜେନ୍ୟୁନ୍ ଲୋକଙ୍କୁ ବହୁତ ପସନ୍ଦ କରନ୍ତି, ତେଣୁକରି ଆପଣ ଯେମିତି ଅଛନ୍ତି ସେମିତି ରୁହନ୍ତୁ। ଦ୍ୱିତୀୟ କଥା ହେଉଛି କି ଷ୍ଟାର୍ଟିଂ ସିମ୍ପଲ୍ ହିଁ କରନ୍ତୁ। ହାଏ କେମିତି ଅଛ ବା ଆଜି ଦିନଟି କେମିତି ରହିଲା, ଏଭଳି ପ୍ରଶ୍ନ ଆପଣ କରିକି ଆପଣ ଆରମ୍ଭ କରନ୍ତୁ। ଆପଣ ନିଜକୁ ଓଭର ସ୍ମାର୍ଟ ଲାଇନ୍ ବ୍ୟବହାର କରିକି ବା ପିକଅପ୍ ଲାଇନ୍ ବ୍ୟବହାର କରିକି ଆପଣ ତାଙ୍କୁ ଇମ୍ପ୍ରେସ୍ କରିବାକୁ ତୁରନ୍ତ ଆରମ୍ଭ କରନ୍ତୁ ନାହିଁ, ଏଗୁଡ଼ା କଦାପି ଭଲ ନୁହଁ। ତୃତୀୟ ହେଉଛି କି ଭଲ ଭାବରେ ଶୁଣନ୍ତୁ। କେବଳ ନିଜ ବିଷୟରେ କହିଲେ ହେବ ନାହିଁ, ତାଙ୍କ କଥାକୁ ମଧ୍ୟ ଧ୍ୟାନ ଦେଇ ଶୁଣନ୍ତୁ ଏବଂ ଯାହା କହୁଛନ୍ତି ତାଙ୍କୁ ମନରେ ରଖନ୍ତୁ। ଏବଂ ଯେତେବେଳେ ତାଙ୍କର କଥାକୁ ଆପଣ ଭଲ ଭାବରେ ଶୁଣିବେ ତ ତାଙ୍କୁ ଲାଗିବ କି ନା ଏ ବ୍ୟକ୍ତିଟା ମୋ କଥାକୁ ଭଲ ଭାବରେ ଶୁଣୁଛି, ମାନେ ମୋର ପ୍ରତି ସେ ଇଣ୍ଟରେଷ୍ଟ ବି ଅଛି। ଚତୁର୍ଥ ପଏଣ୍ଟ ହେଉଛି କି ଆପଣ ଖୋଲାଖୋଲି ଭାବରେ ପଚାରନ୍ତୁ। ଯେମିତିକି ଆପଣ ଫ୍ରି ଟାଇମ୍ରେ ତୁମେ କ'ଣ କରିବାକୁ ବହୁତ ଭଲ ପାଅ, ତୁମକୁ କି ଖେଳାଳି ବହୁତ ଭଲ ଲାଗେ, ବିରାଟ କୋହଲି ନା ରୋହିତ ଶର୍ମା ବା ତାଙ୍କୁ ଯେଉଁ ଜିନିଷ ପସନ୍ଦ ସେ ଜିନିଷ ଟିକେ ଆପଣ ଟିକେ ପଚାରିବାକୁ ଚେଷ୍ଟା କରନ୍ତୁ। ପଞ୍ଚମ ହେଉଛି କି ଆପଣ ନିଜର ଆତ୍ମବିଶ୍ୱାସ ବଜାୟ ରଖନ୍ତୁ। ଦେଖନ୍ତୁ କି ଯେତେବେଳେ କଥା ହେଉଛନ୍ତି ଆପଣ ନିଜର ଓଭର କନଫିଡେଣ୍ଟ ନେଇକି କଥା ହୁଅନ୍ତୁ ନାହିଁ ବା ଅଧିକ ଆତ୍ମବିଶ୍ୱାସ ନେଇକି କଥା ହୁଅନ୍ତୁ ନାହିଁ। ଆପଣ ଯେତେବେଳେ କହୁଛନ୍ତି ସ୍ଲୋଲି କୁହନ୍ତୁ ଏବଂ ଖୋଲାଖୋଲି ଭାବରେ ସ୍ପଷ୍ଟ ଭାବରେ କୁହନ୍ତୁ, ଯାହା ତାଙ୍କୁ ବହୁତ ଭଲ ଲାଗିବ। ଆପଣ ତରବର ଏକି କିଛି କୁହନ୍ତୁ ନାହିଁ। ଶେଷ କଥା ହେଉଛି କି ଆପଣ ସମ୍ମାନ ଦିଅନ୍ତୁ। ଯେତେବେଳେ କଥା ହେଉଛନ୍ତି ସେ ସମୟରେ ଯେଉଁଙ୍କୁ ଭଲ ଭାବରେ ଅନୁଭବ କରାନ୍ତୁ, ଯେମିତି ତାଙ୍କୁ ଲାଗିବ କି ନା ଏ ବ୍ୟକ୍ତି ସହିତ କଥା ହେଉଛି ମାନେ ଏ ବ୍ୟକ୍ତିଟା ବହୁତ ଭଲ ଅଟେ, ସେମିତି ତାଙ୍କୁ ଲାଗିବା ଦରକାର। ଯେମିତିକି ବାଳୁଙ୍ଗା ବା ଆପଣ ତାଙ୍କୁ ଇମ୍ପ୍ରେସ୍ କରିବାକୁ ଚାହୁଁଛନ୍ତି ସେମିତି ନ ଲାଗିବା ଦରକାର। ଆଉ ତାଙ୍କୁ କୌଣସି ଜିନିଷ କହିବା ପାଇଁ ବାଧ୍ୟ କରିବେ ନାହିଁ ବା ତାଙ୍କୁ ତୁରନ୍ତ ମୋବାଇଲ ନମ୍ବର ମାଗିବେ ନାହିଁ। ମନେ ରଖନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ କଥା ଏଠି, ଯଦି ତାଙ୍କର ଫିଲିଙ୍ଗକୁ ହର୍ଟ କଲେ ତ ସେ ଆପଣଙ୍କଠାରୁ ଦୂରେଇ ଯିବ, ତେଣୁକରି ତାଙ୍କର ଫିଲିଙ୍ଗକୁ ହର୍ଟ କରନ୍ତୁ ନାହିଁ।